ଆରେ ଗୀତା, ଆରେ କୁଆଡେ ଗଲ? ଆରେ ପୁରା ଲେଟ୍ ହେଲାଣି ବାପରା। ଆରେ ଖାଇବା କଣ? ନିଅ ଖାଇବ ନିଅ। ଗୀତା, ଆରେ ଇଏ କଣ? ଆରେ ଇଏ କଣ ଖାଇବା? ଆରେ ଇଏ ପଇସା ବାଲା ଖାଇବା। ଆରେ ବାବା, ମୁଁ ତମକୁ ଖାଇବା ମାଗିଥିଲି। ତମେ କଣ ପ୍ଲେଟ ଆଣିକି ପଇସା ଆଣିକି ତୁମ ଦଉଛ, ମୁଁ କିଛି ବୁଝିପାରୁନି। ପଇସାରେ ପେଟ ପୁରିବନି ନା ପଇସାରେ କାମ ହବନି? ଆରେ ବାବା, ପଇସାରେ କେବେ ପେଟ ଭରେନି। ଖାଦ୍ୟ ଖାଇଲେ ପେଟ ଭରେ। ସମ୍ପର୍କ କଣ ପଇସାରେ ଚାଲୁଛି? ଏବେ ତମେ ଏଇ ପଇସାରେ ବ୍ରେକଫାଷ୍ଟ କରିଦିଅ। ଆରେ ବାବା, ତମେ କଣ କହିବାକୁ ଚାହୁଁଛ କହିଲ? ମୁଁ କଣ କହିବାକୁ ଚାହୁଁଛି ତମେ କଣ ବୁଝିପାରୁନ? ହଉ ଠିକ ଅଛି, ମୁଁ ତାହେଲେ ତମକୁ ମନେ ପକେଇ ଦଉଛି। ଆରେ ଗୀତା, ମୁଁ ଅଫିସକୁ ଯାଉଛି। ଆରେ ରୁହ 5 ମିନିଟ୍ ରୁହ, ମତେ ଟିକେ ରାସ୍ତାରେ ଛାଡିଦବ। ମୁଁ ଛାଡି ପାରିବିନି। ଆରେ ମୋର ବି ଲେଟ୍ ହେଇଗଲାଣି ପୁରା। 5 ମିନିଟ୍ ଟିକେ ରହିଯା। ଆଉ କଣ ତମର ଲେଟ୍ ହେଇଯାଉଛି ଯେ? ଆରେ ଗୋଟେ କାମ କର, ଏଇ ନିଅ ଅଟୋ ଭଡା ପଇସା। ଅଟୋରେ ତମେ ପଳେଇ ଯାଅ, ମୋର ଲେଟ୍ ହେଲାଣି ପ୍ଲିଜ। ହେଲା, ମୁଁ ପଇସା ଥୋଇଦେଲି, ନେଇଯିବ। ଆରେ ଶୁଣ, ଆଜି ତ ତମର ଛୁଟି ଅଛି, ମୋର ବି ଛୁଟି ଅଛି। ଚାଲୁନ ସାଙ୍ଗ ହେଇକି ଆମେ ବଗିଚା ସଫା କରିଦେବା। ଦେଖ, ମୋ ପାଖରେ ଟାଇମ ନାହିଁ। ଗୋଟେ କାମ କର, ଗୋଟେ ଲୋକ କରିଦିଅ। ସେ ଲୋକ ଯେତିକି ପଇସା ନବ ସେ ପଇସା ମୁଁ ଦେଇଦେବି। ମୋ ପାଖରେ ଏଇ କାମ କରିବା ପାଇଁ ମୋ ପାଖରେ ଟାଇମ ନାହିଁ। ବେଶୀ କିଛି କାମ ନାହିଁ, ଅଳ୍ପ କିଛି କାମ ଅଛି, ଅଧଘଣ୍ଟାରେ ବି ସରିଯିବ। ତାପରେ ଅନ୍ୟ ଗୋଟେ ଲୋକଟେ ଗଲେ ତୁଚ୍ଛାଟାରେ 5 ଟଙ୍କା ନେଇଯିବ। ବାବା, ମୁଁ ତମକୁ କଣ କହିବି? ମୋ ପାଖରେ ଟାଇମ ନାହିଁ। ସେ ଲୋକ 5 ଟଙ୍କା ନବ ତ କାମ କରିବା ପାଇଁ। ଠିକ ଅଛି, ମୁଁ ସେ 5 ଟଙ୍କା ମୁଁ ଦେଇଦେବି। ତମେ ଗୋଟେ ଲୋକ କରିଦିଅ, ହେଲା। ଶୁଣ, ଆଜି ତମେ ଅଫିସରୁ ଆସିଲା ବେଳେ ଘରର ସଉଦା ଆଣିବ ହେରି। ସଉଦା? ଦେଖ, ମୋ ପାଖରେ ଟାଇମ ନାହିଁ। ଗୋଟେ କାମ କର, ନିଅ ଏ ପଇସା ନିଅ। ସଉଦା ଆଣିବନି, ଆଉ ଆସିଲା ବେଳେ ଅଟୋରେ ପଳେଇ ଆସିବ। ନିଅ। କଣ କିଛି ମନେ ପଇଲା? ଆରେ ମୁଁ ଯେତେବେଳେ ତମକୁ ସାହାଯ୍ୟ ମାଗୁଥିଲି ତମେ କଣ କରୁଥିଲ? ମତେ ପଇସା ଧରେଇ ଦଉଥିଲ। ଯେତେବେଳେ ଘରର କାମ କରିବାକୁ କହିଲେ ତମେ କଣ କରୁଛ? ମତେ ପଇସା ଧରେଇ ଦଉଛ। ସେ ଘରର କାମ କରିବାକୁ ମତେ କେତେ ଯେ କଷ୍ଟ ଲାଗୁଛି ସେଟା ମୁଁ ଜାଣିଛି। ମୁଁ ଯେତେବେଳେ ତମ ସାଙ୍ଗରେ ଯିବାକୁ ଚାହୁଁଛି ତମେ କଣ କହୁଛ? ଅଟୋରେ ଚାଲିଯା। ତାହେଲେ କହିଲ, ମୁଁ ଅଟୋରେ ଗଲେ ଭଲ ଲାଗିବ ନା ତମ ସାଙ୍ଗରେ ଗଲେ ଭଲ ଲାଗିବ? ଯେତେବେଳେ ଘରର ସଉଦା ଆଣିବାକୁ ତମକୁ କହିଲେ ତମେ କଣ କହୁଛ? ନା ତମେ ଆଣିକି ଆସ ହେରି। ତାହେଲେ କହିଲ, ଗୋଟେ ସ୍ତ୍ରୀ ଲୋକ ଦିଟା ବ୍ୟାଗ ଧରିକି ଆଣିକି ଆସିଲା ବେଳେ ତାକୁ କେତେ କଷ୍ଟ ଲାଗୁଥିବ? ମୋର ଜୀବନ ସାଥୀ ଦରକାର, ପଇସା ଦରକାର ନୁହଁ। ମୁଁ ତମକୁ ବିଭା ହେଇଥିଲି, ମୁଁ ତମ ପଇସାକୁ ନୁହଁ। ଗୀତା, ମୋର ଭୁଲ ହେଇଯାଇଛି। ମୁଁ ଭାବିଥିଲି ତମକୁ ପଇସା ଦେଇଦେଲେ ଏଇ ଛୋଟ ଛୋଟ ଘରର କାମ ଗୁଡାକ ତମେ କରିଦବ ବୋଲି। କିନ୍ତୁ ମୁଁ ଯେମିତି ଚାକିରି କରିଛି, ତମେ ସେମିତି ଚାକିରି କରୁଛ ନା। ତମକୁ ନିଶ୍ଚୟ ଚାକିରି ବାଦ ଏଇ କାମଟା କଲା ବେଳକୁ ନିଶ୍ଚୟ ତମକୁ କଷ୍ଟ ହଉଥିବ। ମୁଁ ଦିନ ଯାକ ଅଫିସ କାମ କରିକି ଆସିଲା ପରେ ଏଇ ଛୋଟ ଛୋଟ କାମ କରିବାକୁ ମତେ ଯେମିତି କଷ୍ଟ ଲାଗୁଛି, ମୁଁ ଆଜି ଅନୁଭବ କରୁଛି। ତମେ ଦିନ ଯାକ ଅଫିସ କାମ କରିକି ଆସିକି ଏଇ ଛୋଟ ଛୋଟ ଘରର କାମ କଲା ବେଳକୁ ତମକୁ କେତେ କଷ୍ଟ ହଉଥିବ, ସେଇଟା ନା ମୁଁ ଆଜି ବୁଝିପାରିଲି। ତେଣୁ ପ୍ଲିଜ ମତେ କ୍ଷମା କରିଦିଅ। ମୁଁ ଏଇଥରକ ଘରର ପ୍ରତ୍ୟେକ କାମ ମୁଁ ନିଜେ ସବୁ କିଛି କରିବାକୁ ଚାହିଁବି। ତମକୁ କେବେ ବି ଛୋଟ ଛୋଟ ଘରର କାମ କରିବା ପାଇଁ କେବେ ବି କହିବିନି। ପ୍ଲିଜ ମତେ ଏଇଥର କ୍ଷମା କରିଦିଅ। ଆରେ ତମେ ଭୁଲ ମାଗୁଛ କାହିଁକି? ଭୁଲ ମାଗିବା ଦରକାର ନାହିଁ। ତମେ ବୁଝିବା ଦରକାର, ଘରର ଏଇ ଛୋଟ ଛୋଟ କାମ କରିବାକୁ କେତେ ଯେ କଷ୍ଟ। ହଉ ବାବା, ସେଇ କଥା ଛାଡ। ତମେ ଏବେ ଖାଇଲଣି ନା ଖାଇନ କହିଲ ମତେ? ତାହେଲେ ଠିକ ଅଛି, ଚାଲ ଆମେ ଦି ଜଣ ଆଜି ମିଶିକି ଆମେ ଆଜି ଜଳଖିଆ ତିଆରି କରିବା। ନା ନା, ତମେ ଜଳଖିଆ କରିବା ଦରକାର ନାହିଁ। ମୁଁ ଜଳଖିଆ ତିଆରି କରିବି। ହେଲେ ଆମେ ସାଙ୍ଗ ହେଇକି ଖାଇବା।